ବନ୍ଧୁଗଣ ଆଜିର ଏହି ଭିଡିଓକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡିଓଟି ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁକି ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଆଜିର ଏହି ଭିଡିଓରେ ଆପଣମାନେ ଜାଣିବେ ଯେ ଆସିବାକୁ ଯାଉଥିବା 2025 ମସିହାର ଆଗାମୀ ଦିନଗୁଡ଼ିକରେ 6ଟି ବଡ଼ ଘଟଣା ଘଟିବା ପାଇଁ ଯାଉଅଛି, ଯାହାକି ନିଶ୍ଚିନ୍ତ ରୂପରେ ଏହି ନୂତନ ବର୍ଷରେ ଆପଣଙ୍କ ଜୀବନରେ ଘଟିକି ହିଁ ରହିବ। ଗ୍ରହମାନଙ୍କର ଗୋଚର ଅନୁସାରେ ଏହି 2025 ମସିହାରେ ଆପଣଙ୍କ ଜୀବନରେ ଏହି 6ଟି ବଡ଼ ଘଟଣା ସବୁ ନିଶ୍ଚୟ ରୂପରେ ଘଟିବା ପାଇଁ ଯାଉଅଛି। ତେବେ ବନ୍ଧୁଗଣ, ଯଦି ଆପଣଙ୍କର ବୃଷ ରାଶି ହୋଇଥାଏ ତେବେ ଭିଡିଓଟିକୁ ଆପଣ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଥରୁଟିଏ ମାତ୍ର ନିଶ୍ଚୟ ରୂପରେ ଦେଖନ୍ତୁ ଏବଂ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚୟ ରୂପରେ କରିଦିଅନ୍ତୁ। କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖନ୍ତୁ। ତେବେ ବନ୍ଧୁଗଣ, ଆଜିର ଏହି ଭିଡିଓରେ ମୁଁ ଆପଣମାନଙ୍କ ପାଇଁ ଯେଉଁ 6ଟି ଭବିଷ୍ୟବାଣୀ କହିବା ପାଇଁ ଯାଉଅଛି ତାହା ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ଜୀବନ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର, ବେପାର ବାଣିଜ୍ୟର ସ୍ଥିତି ସମ୍ପର୍କରେ ରହିବ। ଆପଣଙ୍କର ପର୍ସନାଲ ଲାଇଫ୍ ହେଉ କିମ୍ବା ଆପଣଙ୍କର ପ୍ରଫେସନାଲ ଲାଇଫ୍ ହେଉ, ତାହା ଏହି 2025 ମସିହାରେ ଆପଣଙ୍କର କିପରି ଭାବରେ ରହିବ ସେହି ବିଷୟରେ ଆଜିର ଏହି ଭିଡିଓଟି ଆଧାରିତ ଅଟେ। ତେବେ ବନ୍ଧୁଗଣ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହାକି ଆପଣଙ୍କର ଜନ୍ମ ରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ ଏବଂ ରାଶିଚକ୍ରର 12ଗୋଟି ରାଶିମାନଙ୍କ ମଧ୍ୟରୁ ଦ୍ୱିତୀୟ ରାଶିଟି ହେଉଛି ବୃଷ ରାଶି। ଆଉ ଆପଣ ଜାଣିବା ପାଇଁ ଯାଉଛନ୍ତି ବୃଷ ରାଶିରେ ଘଟିବାକୁ ଯାଉଥିବା ଏହି 2025 ମସିହାରେ 6ଟି ବଡ଼ ଘଟଣା ସମ୍ପର୍କରେ। ତ ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ। ଆଉ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡିଓଟିକୁ ଗୋଟିଏ ଲାଇକ୍ କରିଦିଅନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖିଦିଅନ୍ତୁ। ନମ୍ବର 1, ବର୍ଷ 2025 ସେହି ବ୍ୟକ୍ତି ବିଶେଷମାନଙ୍କ ପାଇଁ ଖାସ୍ ରହିବ ଯେଉଁ ଲୋକମାନେ ପ୍ରାଇଭେଟ୍ ଜବ୍ କରୁଛନ୍ତି ଏବଂ ଏହାକୁ ସେମାନେ ବଦଳାଇବା ପାଇଁ ଚାହୁଁଛନ୍ତି। ତ 16 ମାର୍ଚ୍ଚ 2025 ମଧ୍ୟରେ ଏହିଭଳି ଲୋକମାନଙ୍କୁ ଶୁଭ ଖବର ମିଳିବାର ବହୁତ ଅଧିକ ସମ୍ଭାବନା ରହିଅଛି। ଏପ୍ରିଲ 2025ଟି ମଧ୍ୟ ଆପଣଙ୍କର ଜବ୍ ଏବଂ କ୍ୟାରିୟର ମାମଲାରେ ଶୁଭଫଳ ନେଇକରି ଆସୁଅଛି। ସମ୍ପୂର୍ଣ୍ଣ ଲାଭ ନେବା ପାଇଁ ଆପଣଙ୍କର ଅଫିସ୍ ବା କାର୍ଯ୍ୟସ୍ଥଳରେ ଆପଣଙ୍କର କଥାବାର୍ତ୍ତାକୁ ପ୍ରଭାବଶାଳୀ କରାଇବା ପାଇଁ ଆପଣ ପ୍ରୟାସ କରନ୍ତୁ। ଅଫିସ୍ ପଲିଟିକ୍ସରୁ ଆପଣ ଯେତେ ସମ୍ଭବ ଦୂରରେ ରୁହନ୍ତୁ, ନଚେତ୍ କୌଣସି ସମସ୍ୟାରେ ଆପଣ ଶିକାର ମଧ୍ୟ ହୋଇପାରନ୍ତି। ନମ୍ବର 2, ବାର୍ଷିକ ରାଶିଫଳ ଅନୁସାରେ 2025 ମସିହାର ମଇ ମାସ ଆପଣମାନଙ୍କ ଭାଗ୍ୟରେ ବହୁତ ବଡ଼ ପରିବର୍ତ୍ତନ ନେଇକରି ଆସିବ। 14 ମଇ 2025ରେ ଦେବଗୁରୁ ବୃହସ୍ପତି ଆପଣଙ୍କ ରାଶିରୁ ବାହାରି ମିଥୁନ ରାଶିରେ ଗୋଚର କରିବେ। ଦେବଗୁରୁ ବୃହସ୍ପତିଙ୍କର ଗୋଚର ପରିବର୍ତ୍ତନ ହେବା କାରଣରୁ ଆପଣଙ୍କର ଯେଉଁ ଜିନିଷ ଗୁଡ଼ିକ ଲମ୍ବା ସମୟ ଧରି ଅଟକି ରହିଥିଲା ବା ଆପଣଙ୍କର ଯେଉଁ କାର୍ଯ୍ୟଗୁଡ଼ିକ ଲମ୍ବା ସମୟ ଧରି ଅଟକି ରହିଥିଲା, ତ ତାହା ସବୁ ଆପଣଙ୍କର ଜୋରସୋରରେ ଚାଲିବାକୁ ଲାଗିବ। ସେହି ସବୁ ଜିନିଷ ଗୁଡ଼ିକ ଆପଣଙ୍କର ବହୁତ ତେଜରେ ଚାଲିବ। ଏହି ସମୟରେ ସେହି ଲୋକମାନଙ୍କୁ ବିଶେଷ ଲାଭ ପ୍ରାପ୍ତି ହେବ ଯେଉଁ ଲୋକମାନେ ପ୍ରଶାସନିକ ସେବାରେ ନିୟୋଜିତ ରହିଛନ୍ତି। ତ ସେମାନଙ୍କ ପାଇଁ ଏହି ସମୟଟି ଅତ୍ୟନ୍ତ ଅନୁକୂଳ ରହିଅଛି। ନମ୍ବର 3, ଜୁନ୍ 2025ରେ ଯେଉଁ ଲୋକମାନଙ୍କର ବିବାହ ହୋଇନାହିଁ ଏବଂ ସେମାନେ ଜଣେ ଭଲ ଜୀବନସାଥୀ ଖୋଜୁଛନ୍ତି, ତ ସେହିଭଳି ଲୋକମାନଙ୍କ ପାଇଁ କି ଭଲ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ଏବଂ ସେହି ଲୋକମାନଙ୍କର ବିବାହ ହେବାର ଯୁଗ ମଧ୍ୟ ବନୁଅଛି। ବର୍ଷ 2025ର ଆରମ୍ଭ ସମୟ ଆପଣଙ୍କର ଲଭ୍ ଲାଇଫ୍ ପାଇଁ ଅତ୍ୟନ୍ତ ଶୁଭ ରହିଅଛି। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ କିମ୍ବା ଆପଣଙ୍କ ମନରେ କାହା ପାଇଁ ଭଲ ପାଇବା କିମ୍ବା ଫିଲିଂସ୍ ଆରମ୍ଭ ହୋଇପାରେ। ଆପଣଙ୍କ ଜୀବନରେ ସ୍ୱଚ୍ଛ ପ୍ରେମରେ ଯେଉଁ କମି ରହିଯାଇଥିଲା, ତ ଏବେ ତାହା ଆପଣଙ୍କର ପୁରା ହେବା ପାଇଁ ଲାଗିବ। କିନ୍ତୁ ବର୍ଷ 2025ର ମଧ୍ୟଭାଗର ଅବଧି ସମୟରେ ଆପଣଙ୍କୁ କିଛିଟା ଖରାପ ଅନୁଭବ କରିବା ପାଇଁ ପଡ଼ିପାରେ। ଭଲ ହେବ ଯେ ଆପଣ ଆପଣଙ୍କର ସମ୍ପର୍କକୁ ସୁଦୃଢ଼ ରଖିବା ପାଇଁ ସୁସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ନମ୍ବର 4, 2025 ବର୍ଷରେ ଆପଣଙ୍କର ପାରିବାରିକ ମାହୋଲରେ ବି କଳହର ପରିସ୍ଥିତି ଦେଖାଦେଇପାରେ। ଘର ପରିବାରରେ ଭାଇ ଏବଂ ଭଉଣୀ ମଧ୍ୟରେ ମନାନ୍ତର ବଢ଼ିପାରେ, ଯାହା ବର୍ଷର ମଧ୍ୟଭାଗ ଅବଧିରେ ଏହା ଘଟିବ। ଘରର କୌଣସି ସଦସ୍ୟଙ୍କର ସ୍ୱାସ୍ଥ୍ୟକୁ ନେଇକରି ଆପଣ ଚିନ୍ତିତ ରହିପାରନ୍ତି। ବର୍ଷ 2025ର ଅନ୍ତିମ କିଛି ମାସ ଆପଣଙ୍କ ପାଇଁ ବହୁତ ଶୁଭ ଫଳ ପ୍ରଦାନ କରିବ। ଆପଣଙ୍କୁ ଆପଣଙ୍କ ଜୀବନସାଥୀଙ୍କ ତରଫରୁ କୌଣସି ସରପ୍ରାଇଜ୍ ଆପଣଙ୍କୁ ମିଳିପାରେ। ଯେଉଁ ଲୋକମାନେ ବିବାହିତା ଅଟନ୍ତି ସେହି ଲୋକମାନଙ୍କ ପାଇଁ କି ଏହି ସମୟଟି ଅତ୍ୟନ୍ତ ରୋମାଣ୍ଟିକ୍ ରହିବ। ଏହା ସହିତ ଆପଣ ଆପଣଙ୍କର ସାଥୀଙ୍କ ସହିତ କୌଣସି ଦୂର ସ୍ଥାନକୁ କିମ୍ବା ବାହାରକୁ ବୁଲିବା ପାଇଁ ଆପଣ ଯାଇପାରନ୍ତି।
ଯାହା ଆପଣଙ୍କର ପରସ୍ପରଙ୍କ ମଧ୍ୟରେ ପ୍ରେମ ବନ୍ଧନକୁ ମଜବୁତ କରାଇବ। ନମ୍ବର 5 2025ରେ କ୍ୟାରିୟର ଦୃଷ୍ଟିକୋଣରୁ ଏହି ବର୍ଷଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆପଣଙ୍କ ପାଇଁ କି ଏହି ବର୍ଷଟି ସଂଘର୍ଷ ଭରା ରହିବ। ବର୍ଷ 2025ରେ ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସଫଳତା ପାଇବା ପାଇଁ ବହୁତ କଠିନ ପରିଶ୍ରମ କରିବା ପାଇଁ ପଡ଼ିବ। ଆପଣ ଏହି ଅବଧିରେ କଠିନ ପରିଶ୍ରମ କରି ଖୁବ୍ ଭଲ ଧନ କମାଇ ପାରିବେ। ଶନିଦେବଙ୍କର ଗୋଚର ଆପଣଙ୍କର ଇନକମ୍ର ଭାବକୁ ବୃଦ୍ଧି କରାଇବେ ଏବଂ ଆପଣଙ୍କ ଚାକିରିରେ ପରିବର୍ତ୍ତନ କରିବା ଦ୍ୱାରା ଆପଣଙ୍କୁ ଅଧିକ ଧନଲାଭ ମିଳିବାର ମଧ୍ୟ ସମ୍ଭାବନା ରହିଛି। ନମ୍ବର 6 ମଇ 2025ରେ ରାହୁ ଆପଣଙ୍କର 10ମ ଘରେ ଗୋଚର କରିବେ। ରାହୁଙ୍କର ଏହି ଗୋଚର ଦ୍ୱାରା ଆପଣଙ୍କୁ ବିଦେଶ ଯିବା ପାଇଁ ମଉକା ପ୍ରାପ୍ତି ହେବ ଏବଂ ଆପଣଙ୍କ କ୍ୟାରିୟରରେ ଆକସ୍ମିକ ପରିବର୍ତ୍ତନ ଦେଖିବା ପାଇଁ ମିଳିବ। ରାହୁ ଆପଣଙ୍କ କ୍ୟାରିୟରରେ ଶୁଭ ଏବଂ ଅଶୁଭ ପରିଣାମ ନେଇକରି ଆସିପାରେ। ଏହାପରେ ଆପଣଙ୍କୁ କୌଣସି ଅଚାନକ ଦିଗରୁ ଧନ ପ୍ରାପ୍ତି ହୋଇପାରେ, ନଚେତ୍ ଧନହାନି ହେବାର ମଧ୍ୟ ସମ୍ଭାବନା ରହିଅଛି। ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଏହି ସମୟରେ ବିଗିଡ଼ିପାରେ। କେତୁର ଗୋଚର ଆପଣଙ୍କର 4ର୍ଥ ଘରେ ହେବ, ଯେଉଁ କାରଣରୁ ଏହି ଗୋଚର ଆପଣଙ୍କ ପାଇଁ ନକାରାତ୍ମକ ପରିଣାମ ଆଣିଦେବ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଗୋଚର ଶୁଭ ନୁହଁ। କ୍ୟାରିୟରରେ ଆପଣଙ୍କର କ୍ଷତି ହୋଇପାରେ। କୌଣସି କ୍ଷେତ୍ରରେ ନିବେଶ କରିବାରୁ ଆପଣ ବଞ୍ଚିତ ରୁହନ୍ତୁ ବା ଆପଣ ନିବେଶ କରନ୍ତୁ ନାହିଁ। ଆଉ ଯଦି ନିବେଶ କରୁଛନ୍ତି ତାହେଲେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିବେଶ କରନ୍ତୁ, ନଚେତ୍ ଧନହାନି ହେବାର ସଂକେତ ରହିଛି। ତେବେ ବନ୍ଧୁଗଣ, ଏହା ଥିଲା ସେହି 6ଟି ବଡ଼ କଥା ସମ୍ପର୍କରେ ବା ବଡ଼ ଘଟଣା ସମ୍ପର୍କରେ, ଯାହା ଏହି 2025ରେ ବୃଷ ରାଶିର ବ୍ୟକ୍ତିବିଶେଷମାନଙ୍କ ଜୀବନରେ ନିଶ୍ଚୟ ଘଟିକି ହିଁ ରହିବ। ତେବେ ବନ୍ଧୁଗଣ, ଆଶା କରୁଛି ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି ନିଶ୍ଚୟ ରୂପରେ ଭଲ ଲାଗିଥିବ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ମୋର ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ରୂପରେ ଲେଖନ୍ତୁ। ଆଉ ଯଦି ଚ୍ୟାନେଲଟିରେ ନୂଆ କରି ଅଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିନିଅନ୍ତୁ ଏବଂ ଭିଡ଼ିଓଟିକୁ ସେୟାର ନିଶ୍ଚୟ ରୂପରେ କରନ୍ତୁ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।